ଗଳ୍ପ ବୁଢ଼ା ଶଙ୍ଖାରି। ଗାଳ୍ପିକ କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ର। ଓଡ଼ିଆ ସାହିତ୍ୟ ଜଗତରେ କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ର ଏକ ଚର୍ଚ୍ଚିତ ଚେହେରା। ତାଙ୍କ ରଚିତ ବନ୍ଦେ ଉତ୍କଳ ଜନନୀ ଓଡ଼ିଶାର ପ୍ରାଦେଶିକ ସଙ୍ଗୀତର ମାନ୍ୟତା ଲାଭ କରିଛି। ତାଙ୍କର ଅନେକ ଗୁଡ଼ିଏ ଗଳ୍ପ କବିତା ଓଡ଼ିଆ ସାହିତ୍ୟକୁ ସମୃଦ୍ଧ କରିଛି। ତନ୍ମଧ୍ୟରେ ରହିଛି ଅଧିକାର, ବୁଢ଼ା ଶଙ୍ଖାରି, ଏହିଭଳି ସବୁ ଚର୍ଚ୍ଚିତ ଗଳ୍ପ। ସେ ନିଜେ ଦୁଃଖ କଷ୍ଟରେ ଦୟନୀୟ ଜୀବନଯାପନ କରି ରୋଗ ଶଯ୍ୟାରେ ପଡ଼ି ନିଜର ସମୟ ଅତିବାହିତ କରିଥିଲେ ମଧ୍ୟ ସଦାଶିବଙ୍କ ପରି ସେ ବିଷପାନ କରି ସମଗ୍ର ବିଶ୍ୱକୁ ଅମୃତ ପରିବେଷଣ କରିଛନ୍ତି। ଓଡ଼ିଆମାନଙ୍କୁ ଅତି ସୁନ୍ଦର ସୁନ୍ଦର କବିତା, ଗଳ୍ପ ଏସବୁ ଭେଟି ପ୍ରଦାନ କରିଛନ୍ତି। ଏହି ସାରସ୍ୱତ ସାଧକଙ୍କ ଜନ୍ମ 1888 ମସିହାରେ ହୋଇଥିଲା ବେଳେ 1953 ମସିହାରେ ସେ ମୃତ୍ୟୁବରଣ କରିଛନ୍ତି। ବର୍ତ୍ତମାନ ଆଲୋଚନା କରିବା ଆମେ କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ ରଚିତ ବୁଢ଼ା ଶଙ୍ଖାରି ଗଳ୍ପ। ବୁଢ଼ା ଶଙ୍ଖାରି। ଫଗୁଣ ମାସ ଶେଷ ଭାଗର ଏକ ଉଦୁଉଦିଆ ଖରାବେଳ। 60 ବର୍ଷର ଶଙ୍ଖାରି ବୁଢ଼ା ଶଙ୍ଖା ଟୋକେଇଟିଏ ମୁଣ୍ଡରେ ମୁଣ୍ଡେଇ ଗାଁ ମଝିରେ ଯାଉଥାଏ। ବୁଢ଼ାଟିର ଦାନ୍ତ ଗୁଡ଼ିକ ସବୁ ପଡ଼ିଗଲାଣି। କେଶଗୁଡ଼ିକ ପାଚି ଧୋବ ଫରଫର ଦିଶିଲାଣି। ଆଣ୍ଠୁ ପର୍ଯ୍ୟନ୍ତ ଧୂଳି ବୁଡ଼ି ଯାଇଛି। ଦେହଟା ସାରା ଝାଳ। ଝାଳରେ ବୁଡ଼ି ପାଦ ଦେଇ ଝାଳ ତାର ବହିଯାଉଛି। ଖରାରେ ବୁଲି ବୁଲି କ୍ଳାନ୍ତ ହୋଇପଡ଼ି ଗାଁ ମୁଣ୍ଡରେ ଥିବା ଗୋଟିଏ ଘରର ପକ୍କା ପିଣ୍ଡାରେ ସେ ନିଜର ବୋଝଟିକୁ ନଥ କରି ରଖିଦେଇ ବସି ପଡ଼ିଲା। ବୁଢ଼ାର ତଣ୍ଟି ଶୁଖି ଯାଉଥାଏ। ପାଣି ଟୋପାଏ ପିଇବା ପାଇଁ ସେ ନିବେଦନ କଲା ସେଇ ଘରର ଦାସୀକୁ, ଯିଏକି କିଛି କ୍ଷଣ ପରେ ଲୋଟାଏ ପାଣି ଆଣି ଶଙ୍ଖାରି ବୁଢ଼ା ପାଖରେ ଥୋଇଦେଲା। ବୁଢ଼ାଟି ଉପରକୁ ଆଁ କରି ଢକ ଢକ କରି ଅଧ ଲୋଟାଏ ପାଣି ପିଇଦେଲା। ପାଣି ପିଇ ସାରି ଚଉରସ ନିଶ୍ୱାସଟି ବୁଢ଼ା ପକାଇଲା। କହିଲା, ଝିଅ, ତୋର ବଡ଼ ଧର୍ମ ହେଲା। ବୋହୂ ସାଆନ୍ତାଣୀ ଶଙ୍ଖା ପିନ୍ଧିବା ଲାଗି ଦାସୀ ଶଙ୍ଖାରି ବୁଢ଼ାକୁ ଭିତରକୁ ଡାକିନେଲା। ବୁଢ଼ା ତାର ଟୋକେଇ ଧରି ଉଠିଲା। ସଦର ଦରଜା ପାରି ହେଲେ ଭିତରେ ପକ୍କା ଦୁଆର। ସାମ୍ନାରେ ଚଉପାଢ଼ୀ, ବାଁ ପାଖକୁ ଭିତର ଆଡ଼ ଦୁଆର। ବୁଢ଼ା ଭିତରକୁ ଯାଇ ଟୋକେଇଟି ଥୋଇ ଠିଆ ହେଲା। ବୋହୂ ସାଆନ୍ତାଣୀ ଦୁଆର ପାଖରେ ଓଢ଼ଣା ଦେଇ ଠିଆ ହୋଇଥିଲେ। ସେ ଦାସୀକି କହିଲେ, କି ଶଙ୍ଖା ଅଛି ପଚାର ମ। ଦାସୀଟି କହିଲା, ଛି କର, ବୁଢ଼ା ମଣିଷଟାକୁ ଏତେ ଲାଜ, ନିଜେ ଟୋକେଇରୁ ଆସି ଦେଖୁନାହୁଁ। କଥାଟା ମଧ୍ୟ ବୋହୂର ମନକୁ ପାଇଲା। ସେ ଓଢ଼ଣା ଅଧେ ଟେକି ଦେଇ ହସ ହସ ମୁହଁରେ ଟୋକେଇ ପାଖରେ ଆସି ଛିଡ଼ା ହେଲା। ବୋହୂଟିର ମୁହଁ ଚମ୍ପା ଫୁଲ ପରି ଗୋରା। 4 ଆଙ୍ଗୁଳ ଓସାର, ନାଲି, ତହିଁରେ ମୟୂର କଣ୍ଠିଆ କସ୍ତା ଖଣ୍ଡିକ ଗୋଇଠି ଯାଏ ଲମ୍ବିଛି। ବୋହୂଟିର ଦେହର ରଙ୍ଗ କଞ୍ଚା ସୁନା ପରି ଗୋରା। ଗୋଟିଏ ଚାଉଳରେ ଗଢ଼ା ଦେହଟି ପରି ଦିଶୁଛି। ବୁଢ଼ାର ଆଖି ପୂରି ଉଠିଲା। ଏପରି ସୁନ୍ଦର ବୋହୂଟିଏ ସେ ଆଗରୁ କେବେ ଦେଖିନଥିଲା। ବୁଢ଼ା ଆଉ ଆଖି ଫେରେଇ ପାରିଲା ନାହିଁ। ଏକାଲୟରେ ବୋହୂଟିକୁ ଚାହିଁ ରହିଲା। ବୁଢ଼ା କିଛି କହିବାକୁ ଇଚ୍ଛା କରୁଥିଲେ ମଧ୍ୟ ତାର ପାଟିରୁ କିଛି କଥା ବାହାରିଲା ନାହିଁ। କେତେବେଳକେ ବୁଢ଼ା ମୁହଁ ଖୋଲି କହିଛି, ମା, କି ଶଙ୍ଖା ନେବୁ? ନେଉନୁ, ନେ। ମା ବୋଲି ଡାକିଦେବା କ୍ଷଣି ବୁଢ଼ାର ଛାତି କୁଣ୍ଢେ ମୋଟ ହୋଇଗଲା। ବୋହୂଟି ମଧ୍ୟ ଲାଜ ଛାଡ଼ି ପଚାରିଲା, ଆସମାନ୍ତାର ଶଙ୍ଖା ଅଛି? ଏପରି ମିଠା କଥା ବୁଢ଼ା ଆଗରୁ କେବେ ଶୁଣି ନଥିଲା। ବୋହୂଟିର ସେ ସ୍ୱରଟି ବୁଢ଼ାର କାନରେ ବାରମ୍ବାର ପ୍ରତିଧ୍ୱନିତ ହେଉଥିଲା। ବୁଢ଼ା କହିଲା, ନା ମା, ଏଇ ରଙ୍ଗ ଝିଲ୍ଲିରି, ବଉଳ ଫୁଲିଆ, ବିଛାମାଳିଆ, ଚୂନ ଟିପି ଏଇସବୁ ଅଛି। ଏଇଥିରୁ ଯାହା ନେବୁ ନେ ମା, ମୁଁ ଆସମାନ୍ତାର ତିଆରି ହେଲେ ଆଣିଦେବି। ବୋହୂଟି ଦେଖି ଦେଖି
ମୁଠାଇ ଶଙ୍ଖା ପସନ୍ଦ କଲା। ବୁଢ଼ା କହିଲା, ଦେ ମା, ହାତ ଦେ, ମୁଁ ଶଙ୍ଖା କିଛି କାଛି ଦିଏ। ବୋଉଟି ହଠାତ୍ ହାତଟା ବଢ଼େଇ ଦେବ ବା କିପରି? ସେ ଟିକେ ଇତସ୍ତତ ହୋଇପଡ଼ିଲା। ବୁଢ଼ା ତାକୁ ଲାଜ ନ କରିବା ପାଇଁ କହିଲା, ସେ ପରା ତାର ପୁଅ ପରି, ପୁଅକୁ କ'ଣ ମା ଲାଜ କରେ? ଏ କଥାକୁ ଶୁଣି ଦାସୀ ସେଇଠି ଠୋ ଠୋ ହୋଇ ହସିଲା। ବୋଉଟି ମଧ୍ୟ ହାତ ବଢ଼େଇ ଦେଲା। ସେ ସୁନ୍ଦର ସୁଗୋଲ ହାତର ଆଙ୍ଗୁଠି ଗୁଡ଼ିକ ଚମ୍ପା କଢ଼ି ପରି। ବୁଢ଼ା ଭାବୁଥାଏ, ସେ ହାତଟି କୌଣସି ମଣିଷର ନା କେହି କାରିଗର ଠାକୁର ଗଢ଼ିଛି। ସେ ହାତଟିକୁ ବୁଢ଼ା ତାର ମଇଳା ରୁକ୍ଷ ହାତରେ ଧରିବାକୁ ସାହସ କଲା ନାହିଁ। ତାପରେ ନିଜର ବାଁ ହାତରେ ଧୀରେ ଧୀରେ ସେ ହାତଟିକୁ ଧରି ଶଙ୍ଖା କାଛିବାକୁ ଲାଗିଲା। ସେ କୋମଳ ହାତ କାଳେ ଶଙ୍ଖାରେ କଟିଯିବ, ରକତ ବାହାରି ପଡ଼ିବ, ଏ ଭୟରେ ବୁଢ଼ାଟି ଟିକେ ରହିଗଲା। ପୁଣି ଶଙ୍ଖା ପଟଟିଏ ଆଣି ଧୀରେ ଧୀରେ ଅତି ସନ୍ତର୍ପଣରେ ଅତି ସାବଧାନତାର ସହ ସେ ଶଙ୍ଖା କାଛିଲା। ସେ କଅଁଳ ହାତର ନରମ ସ୍ପର୍ଶ ବୁଢ଼ା ମନରେ ସୃଷ୍ଟି କଲା ଅସରନ୍ତି ଆନନ୍ଦର ବନ୍ୟା। ସେ ହାତଟି ଧରିଥିବା ବେଳେ ବୁଢ଼ାର ଆନନ୍ଦର ସୀମା ରହୁନଥାଏ। ଯେପରି ତାର ଜୀବନର ସମସ୍ତ ସୁଖ, ସମସ୍ତ ଆଶାର ସେଇଠାରେ ହିଁ ତୃପ୍ତି ମିଳିଗଲା। ସେ ହାତକୁ ପୁଣି ଛାଡ଼ିଦେବାକୁ ହେଲା। ବୁଢ଼ା ମନେ ମନେ ଭାବୁଥାଏ, ଏଇ ହାତରେ ପ୍ରତିଦିନ ଶଙ୍ଖା ପିନ୍ଧନ୍ତା କି? ଏହି ସମୟରେ ଘରର ସାଆନ୍ତାଣୀ ସେଠାରେ ଆସି ପହଞ୍ଚିଲେ। ଶାଶୁଙ୍କୁ ଦେଖି ବୋହୂଟି ଚାଲିଗଲା। ଶାଶୁ ଶଙ୍ଖାର ଦାମ କେତେ ପଚାରିଲେ। ବୁଢ଼ା ଉତ୍ତର ଦେଲା, ମାଠୁ କ'ଣ ଦାମ ନେବି? ଏହା ଶୁଣି ଶାଶୁ ମଧ୍ୟ ହସିଲେ। ଏଥର ଶଙ୍ଖାର ଦାମ ନେଇଯାଇଥାଅ, ଆରଥରକୁ ପଛେ ଖାଲି ଦେଇଯିବ, ଶାଶୁ କହିଲେ। ସାଆନ୍ତାଣୀ ଶଙ୍ଖାର ଦାମ ନେବା ପାଇଁ ଯେତେ ଯାଚିଲେ, ଯେତେ ବାଧ୍ୟ କଲେ ମଧ୍ୟ ବୁଢ଼ା ମନେ କରି କହିଲା, ନା ନା ନା, ମୁଁ ମୋ ମାଆକୁ ତ ଶଙ୍ଖା ଦେଇଛି, ମୁଁ ପୁଣି ତାର ଦାମ ନେବି? ନାହିଁ ନାହିଁ, ଶଙ୍ଖା ମୁଠାକର ଦାମ ନ ନେଲେ ମୁଁ କ'ଣ ଗରିବ ହୋଇଯିବି? ତେଣୁ ସେ କହିଲା, ଶଙ୍ଖା ମୁଠାକ ଲାଗି ମୁଁ ଗରିବ ହୋଇ ରହିଯିବି ନାହିଁ। ଏହା କହି ଶଙ୍ଖାରୀ ବୁଢ଼ାଟି ଶଙ୍ଖା ମୁଠାକୁ ରଖିଦେଇ ବୋଝଟି ଧରି ଏକମୁହାଁ ହୋଇ ଆଗକୁ ଚାଲିଲା। ଦାସୀଟି ପଛରେ ଗୋଡ଼େଇ ଯାଇ ଯେତେ ଡାକିଲେ ମଧ୍ୟ ବୁଢ଼ା ଆଉ ଚାହିଁ ଫେରିଲା ନାହିଁ। ସେହିଦିନଠାରୁ ସେ ଶଙ୍ଖାରୀ ବୁଢ଼ା ପ୍ରତି 2 ଦିନ ଥରେ 3 ଦିନ ଥରେ ସେ ଗାଁକୁ ଆସେ। ଶଙ୍ଖାଟା ତ ଗୋଟେ ଏମିତି ନିତ୍ୟ ବ୍ୟବହାର୍ଯ୍ୟ ଦ୍ରବ୍ୟ ନୁହଁ ଯେ ଲୋକମାନେ ସବୁଦିନ କିଣିବେ। ଅକାଳେ ସକାଳେ ପୁନେଇ ପର୍ବରେ ସିନା ଲୋକମାନେ ଶଙ୍ଖା ଖୋଜନ୍ତି। ବୁଢ଼ା ଖାଲି ଘର ବୁଲି ଖାଲି ହାତରେ ଫେରିଯାଏ। ଶଙ୍ଖା ବିକ୍ରି କରିବା ବୁଢ଼ାର କିନ୍ତୁ ପ୍ରକୃତ ଉଦ୍ଦେଶ୍ୟ ନଥାଏ। ସେ ଆସେ ତାର ସେଇ ନିଜର ମାଆଟିକୁ ଥରେ ଦେଖିଯିବା ପାଇଁ। ଯେଉଁଦିନ ଆସେ କାହାକୁ କିଛି ନ କହି ଦୁଆର ଯାକେ ଚାଲି ଆସେ। ଖାଲି ପାଟି କରି ଯାହା ଡାକଟିଏ ଦିଏ, ନୂଆ ଶଙ୍ଖା ନେବ? ତା ପାଟି ଶୁଣିଲା କ୍ଷଣି ବୋହୂଟି କୁଆଡ଼େ ଥାଏ ଆସି ଦୁଆର ପାଖରେ ଟିକେ ଛିଡ଼ା ହୁଏ। ବୁଢ଼ାଟି ଟିକେ ଅନାଏ, ଚାହିଁଲା କ୍ଷଣି ବୁଢ଼ାର ମନ ପୁରି ଉଠେ। ବୁଢ଼ା ପଚାରେ, ଆଲୋ ମା, ଶଙ୍ଖା ନେବୁ? ବୁଢ଼ାର ଇଚ୍ଛା କାଳେ ନେବାକୁ କହିବ, ତାହେଲେ ତା ମାଆର ଚମ୍ପା ଫୁଲିଆ ହାତଟିରେ ସେ ଶଙ୍ଖା ପିନ୍ଧାଇ ଦେବ। ମାତ୍ର ବୋହୂଟି ମୁଣ୍ଡ ହଲେଇ ଦିଏ। ବୁଢ଼ା ଫେରି ଚାଲିଯାଏ। ଯଦି କେବେ ବୋହୂଟି ଆସିବାକୁ ଡେରି କରେ, ତେବେ ବୁଢ଼ା ଡାକ ଛାଡ଼େ, ବୋହୂ ସାଆନ୍ତାଣୀ, ତମ ପୁଅ ଅଇଲାଣି। ବୁଢ଼ା ଏହିପରି ଡାକିବା ପରେ ତା ମାଆଟି ଆସି ସେଠାରେ ପହଞ୍ଚିଯାଏ। ବୁଢ଼ା ଫେରିଲା ବେଳକୁ ଭାବେ ତା ମାଆର ଆସମାନ ତାରା ଶଙ୍ଖା ଆବଶ୍ୟକ। ବୁଢ଼ା ମନେ ମନେ ଠିକ୍ କଲା, ଆସନ୍ତା ରଜ ସଂକ୍ରାନ୍ତି ବେଳକୁ ଯୁଆଡ଼େ ହେଲେ ମା ଲାଗି ସେ ନିଶ୍ଚିତ ଆସମାନ ତାରା ଶଙ୍ଖା ମୁଠାଇ ଆଣିବ। ମାଆର ହାତରେ ସେ ଶଙ୍ଖାକୁ କାଛି ଦେବ। ମା ହାତ ଦେଖେଇବ, ସେ ପୁଣି ଶଙ୍ଖା କାଛିବ। ଏ କଥା ଭାବିଲା କ୍ଷଣି ବୁଢ଼ାର ମନ ଭାରି ଉତ୍ଫୁଲ୍ଲିତ ହୋଇଯାଉଥାଏ। ବୈଶାଖ ମାସ ଆସିଗଲା। ବୁଢ଼ାର ସବୁଦିନେ ଖରାରେ ଯେଉଁ ବାଟ ଚଲା ଓ ଏଇଠୁ ସେଇଠୁ ପାଣି ପିଆ ଦେହରେ ଗଲା ନାହିଁ। ବୁଢ଼ାକୁ ଜ୍ୱର ହେଲା। ବୁଢ଼ାର ଜ୍ୱରରେ
ପଡ଼ି ଗୋଡ଼ ହାତ ତାର ଫୁଲିଗଲା। ସମସ୍ତେ କୁହାକୁହି ହେଲେ ବୁଢ଼ା ଆଉ ବଞ୍ଚିବ ନାହିଁ। ବୁଢ଼ାର କିନ୍ତୁ ସେ ଦିଗକୁ ତାର ନିଘା ନଥାଏ। ସେ ସବୁବେଳେ ଭାବି ହେଉଥାଏ କେଉଁଦିନ ସେ ଯିବ ତା ମାଆକୁ ଟିକେ ଦେଖିବ। କେତେ ଦିନ ହେଲା ସେ ଯାଇନାହିଁ। ସେଥିପାଇଁ ମନଟା ତାର ଆଉଟୁ ପାଉଟୁ ହେଉଥାଏ। ଚାହୁଁ ଚାହୁଁ ରଜ ସଂକ୍ରାନ୍ତି ପାଖେଇ ଆସିଲା। ବୁଢ଼ା 2 ମାସ ହେଲା ତା ମାଆକୁ ଦେଖିବାକୁ ଯାଏ ନାହିଁ। ରଜକୁ ଆସମାନ ତାରା ଶଙ୍ଖା ମୁଠାଏ ଯେମିତି ହେଲେ ଦେବାକୁ ହେବ। ଆଉ କେହି ତିଆରି କରିଦେଲେ କାଳେ ତା ମାଆର ମନକୁ ନ ଆସିବ। ସେଥିପାଇଁ ବୁଢ଼ା ବହୁ କଷ୍ଟରେ ଉଠି ନିଜ ହାତରେ ନିଜେ ଶଙ୍ଖା ତିଆରି କଲା। ସେ ଦୀର୍ଘ 60 ବର୍ଷ ହେଲା ଶଙ୍ଖା ତିଆରି କରି ଆସୁଛି। ସେ ସବୁତକ ଅଭିଜ୍ଞତାକୁ ଖଟାଇ ତା ମାଆର ମନକୁ ପାଇଲା ପରି ଶଙ୍ଖା ମୁଠାଏ ତିଆରି କଲା। ରଜ 2 ଦିନ ପୂର୍ବରୁ ସେ ଶଙ୍ଖା ତିଆରି ଶେଷ କରିଦେଲା। ଶଙ୍ଖାକୁ ଦେଖି ବୁଢ଼ାର ମନ ଭାରି ଖୁସି। କାରଣ ଏହିପରି ଗଢ଼ଣର ଶଙ୍ଖା ତା ଜୀବନରେ ତା ହାତରେ ଏପରି ଭାବେ କେବେ ଉତୁରି ନଥିଲା। ଶଙ୍ଖା ମୁଠାକ ତା ମା ହାତକୁ ଭାରି ଭଲ ମାନିବ। ରାତି ସାରା ବୁଢ଼ାକୁ ଆଉ ନିଦ ହେଲା ନାହିଁ। ସେ ଚାଲିବାକୁ ଅସମର୍ଥ। ତାକୁ ବହୁତ ଦିନ ହେଲା ସେ ଦେଖି ନାହିଁ। ସେ କ'ଣ ଆଉ ବଞ୍ଚିବ ଯେ ତା ମାଆକୁ ଦେଖିପାରିବ? ମାଆର ହାତରେ ଶଙ୍ଖା ପିନ୍ଧେଇ ଦେବ? ମାଆର ହାତଟି ମନେ ପଡ଼ିଲା କ୍ଷଣି ବୁଢ଼ାର ବଳ କାହୁଁ ଆସିଗଲା କେଜାଣି ବୁଢ଼ା ସଅଳ ସଅଳ ମୁଠାଏ ଖାଇଦେଇ ଶଙ୍ଖା ମୁଠିକ ଗାମୁଛାରେ ବାନ୍ଧି ବାହାରି ପଡ଼ିଲା। 5 କୋଶ ବାଟ ଅତିକ୍ରମ କରି ବୁଢ଼ା ବୋହୂଟିର ଗାଁରେ ପହଞ୍ଚିଥିଲା। ସବୁଦିନ ପରି ସେହି ନିର୍ଦ୍ଦିଷ୍ଟ ସ୍ଥାନରେ ଛିଡ଼ା ହୋଇ ଶଙ୍ଖା ନେବ, ଶଙ୍ଖା ନେବ, ଶଙ୍ଖା ଏହିପରି ଡାକିଲା। ହେଲେ କେହି ଶୁଣିଲେ ନାହିଁ। ବୁଢ଼ା ପୁଣି ଥରେ ଡାକିଲା, ମାଲୋ ଶଙ୍ଖା ନେବୁ ପରା। ତଥାପି କେହି ଶୁଣିଲେ ନାହିଁ। ବୁଢ଼ା ଅଧୀର ହୋଇପଡ଼ିଲା। ଥରେ ଡାକିଲେ ତ ତା ମା ଆସି ଦୁଆର ବନ୍ଧ ପାଖରେ ଛିଡ଼ା ହୁଏ। ଅତି ବ୍ୟସ୍ତ ବିବ୍ରତ ହୋଇ ବୁଢ଼ା ପୁଣି ଡାକିଲା, ମା ମୁଁ ଆସିଛି, ଶଙ୍ଖା ଆଣିଛି ତୋ ପାଇଁ। କିନ୍ତୁ ଏଥର ସାଆନ୍ତାଣୀ ନିଜେ ବାହାରି ଆସି କହିଲେ, ତୋର ମା ନାହିଁ, ଶଙ୍ଖା ଫଙ୍କା କିଛି ଦରକାର ନାହିଁ। ବୁଢ଼ା କହିଲା, ନାହିଁ ମା, ମୋ ମା ପାଇଁ ମୁଁ କେତେ ଯତ୍ନରେ ଆସମାନ ତାରା ଶଙ୍ଖା ଆଣିଛି, ସେ ରଜରେ ପିନ୍ଧିବ ବୋଲି। ଆରେ କହିଲି ପରା, ଶଙ୍ଖା ଫଙ୍କା କିଛି ଲୋଡ଼ା ନାହିଁ, ତୁ ଚାଲିଯା। ଏହା ଶୁଣି ବୁଢ଼ା ଦୁଃଖରେ ଅତି ଅସହାୟ ଭାବରେ ଅନୁରୋଧ କଲା, ହଉ ହେଲା, ଶଙ୍ଖା ନ ନେଲ ନାହିଁ, ମୋ ମାଆକୁ ଥରେ ଡାକିଦିଅ, ମୁଁ ଟିକେ ଦେଖିବି, କେତେ ଦିନ ହେଲା ପରା ମୁଁ ଦେଖି ନାହିଁ। କିନ୍ତୁ ଅତି ନିଷ୍ଠୁର ଓ ଦୁଃଖ ଭରା ଚାହାଣୀରେ ସାଆନ୍ତାଣୀଙ୍କର ଉତ୍ତର ଆସିଲା, ଦେଖା ହେଇପାରିବ ନାହିଁ, ତୁମେ ଏଠାରୁ ଫେରିଯାଅ। ଏହି କଥା ଶୁଣି ବୁଢ଼ା ମୁଣ୍ଡରେ ବଜ୍ର ପଡ଼ିଲା ଭଳି ଲାଗିଲା। ତାର ଆଖି ଛଳ ଛଳ ହୋଇ ଉଠିଲା। ସେ କାନ୍ଦ କାନ୍ଦ ହୋଇ କହିଲା, ଥରୁଟିଏ ଦେଖିବି, ମୁଁ ଆଉ ଅଧିକ ଦିନ ବଞ୍ଚିବି ନାହିଁ, ମୋ ମା ପାଖରେ ଠିଆ ହୋଇପାରିବି ନାହିଁ। ତେଣୁ ଥରୁଟିଏ ଡାକିଦିଅ, ମୋ ମାଆକୁ ମୁଁ ଦେଖିବି। ଏହାପରେ ତା ମା ଆସି ସେଇ କବାଟ ପାଖରେ ଠିଆ ହେଲା। କିନ୍ତୁ ଆସିଲା ବେଳେ ସବୁଦିନ ପରି ଆଜି ତା ପାଦରେ ରୁମୁରୁ ଝୁମୁରୁ ଶବ୍ଦ ପାଉଁଜିର ନଥିଲା। ମୁହଁରେ ହସ ନଥିଲା। ଆଉ ନଥିଲା ସେଇ ନାଲି ଶାଢ଼ୀ କୁମ୍ଭ ପକା ଦକ୍ଷିଣୀ ପାଟ। କେବଳ ସେ ପିନ୍ଧିଥିଲା ଖଣ୍ଡେ ଧଳା ଥାନ ଲୁଗା, ଆଉ ପାଦ 2ଟି ଫୁଙ୍ଗୁଳା ଥିଲା। ବୋହୂଟିର ଏହି କି ଅବସ୍ଥା, ଏ ଦୟନୀୟ ବିଭତ୍ସ ରୂପ! ଏହା ଦେଖି ବୁଢ଼ାର ଦେହ ଥରି ଉଠିଲା। ତାର ମୁଣ୍ଡ ଘୂରେଇ ଦେଲା। ସେ ଆଖି ବୁଜି ପକାଇଲା। ପୁଣି ଆଖି ଖୋଲି ଚାହିଁଲା ବେଳକୁ ଦେଖିଲା ବୋହୂଟିର ଖାଲି ହାତ, ହାତରେ କିଛି ପିନ୍ଧି ନାହିଁ। ଏହା ଦେଖି ବୁଢ଼ା ଭୋ ଭୋ କରି ରଡ଼ି କରି କାନ୍ଦି ଉଠିଲା। ବୋହୂଟି ମଧ୍ୟ ଫେରି ଚାଲିଗଲା। ଏତିକି ବେଳେ ସେ ଡାକ ଛାଡ଼ିଲା, ମା, ଏ ମା। କେବଳ ଏତିକି କହି ବୁଢ଼ା ଆଉ କିଛି କହିପାରିଲା ନାହିଁ। ନିଜ ଗାମୁଛାରେ ବଡ଼ ଯତ୍ନ ଓ ଶ୍ରଦ୍ଧାରେ ବାନ୍ଧିଥିବା ଶଙ୍ଖା ମୁଠାକ ଫିଟେଇ ବାହାରେ କଚାଡ଼ି ଭାଙ୍ଗି ଚୂନା କରିଦେଲା ଏବଂ ଏକା ମୁହାଁ ହୋଇ ଫେରି ଚାଲିଗଲା। ଧନ୍ୟବାଦ।